ଧନ ବା ଟଙ୍କା ଆବଶ୍ୟକ ହେଲେ ଆପଣ କେଉଁ ଦେବୀଙ୍କୁ ସ୍ମରଣ କରିବା ଦରକାର? ଆପଣ ଜାଣିଛନ୍ତି ଯେତେବେଳେ ଆପଣଙ୍କୁ ଧନ ବା ଟଙ୍କା ଆବଶ୍ୟକ ହୋଇଥାଏ ସେତେବେଳେ ଆପଣ ଲକ୍ଷ୍ମୀକୁ ସ୍ମରଣ କରିଥାନ୍ତି, କିନ୍ତୁ ମୋ ମତରେ ଆପଣ ଯଦି ସରସ୍ୱତୀକୁ ସ୍ମରଣ କରିଥାନ୍ତେ ତେବେ ଆପଣଙ୍କ ଜୀବନରେ କେବେ ବି ଧନ ବା ଟଙ୍କାର ଆବଶ୍ୟକ ହୋଇନଥାନ୍ତା। କାରଣ ଆପଣ ଶିକ୍ଷା ଦୀକ୍ଷା କଳା ଗ୍ରହଣ କରି ଆପଣଙ୍କ ପାଖରେ ଆପେ ଆପେ ଟଙ୍କା ବା ଧନ ଆସେ, କିନ୍ତୁ ଲକ୍ଷ୍ମୀ ସ୍ମରଣ କରିବା ଯୋଗୁଁ ଆପଣଙ୍କୁ ଧନ ମିଳିଥାଏ। ଧନ ଆପଣଙ୍କୁ ଜୀବନ ସାରା ମିଳିନଥାଏ, କାରଣ ଧନ ବା ଟଙ୍କା ଚୋରି ହୋଇପାରେ, କିନ୍ତୁ ଆପଣ ଶିକ୍ଷା କଳା କେବେ ବି କେହି ଚୋରି କରିପାରନ୍ତି ନାହିଁ। କଳା ବା ଶିକ୍ଷା ଦାନ କଲେ ଆପଣଙ୍କୁ ଆହୁରି ଅଧିକ ଶିକ୍ଷା ହୋଇଥାଏ। ତେଣୁ ମୋ ମତରେ ସରସ୍ୱତୀ ଦେବୀଙ୍କୁ ସ୍ମରଣ କରିବା ଯୋଗୁଁ ଆପଣଙ୍କୁ ଅଧିକ ଶିକ୍ଷା ଅର୍ଜନ କରିଥାନ୍ତି। ଏହା ଫଳରେ ଆପଣଙ୍କ ପାଖରେ ଆପଣଙ୍କ ପଛେ ପଛେ ପଇସା ମଧ୍ୟ ଆସିଥାଏ।